ନମସ୍କାର ଜୟ ଜଗନ୍ନାଥ ବନ୍ଧୁମାନେ। ମୁଁ ଆଜି ଗୋଟେ ସୁନ୍ଦର ଗପଟି ଆଣିକି ଆସିଛି ଆପଣଙ୍କ ପାଖକୁ। ଆଉ ସେ ଗପଟା ଶୁଣିଲା ପରେ ଆପଣ ବିଚାର କରିବେ, ଗୋଟେ ସ୍ୱାମୀ ଏତେ କଷ୍ଟ କରି 6 ବର୍ଷ 7 ବର୍ଷ କାଳ ମେହନତ କରି ପଇସା ରୋଜଗାର କରି ସ୍ତ୍ରୀ ଉପରେ ଭରସା କରି ବାହାରକୁ ଚାଲିଯାଏ ଖଟିବା ପାଇଁ। ଆଉ ସେ ସ୍ତ୍ରୀ ଲୋକଟି କେମିତି ଧୋକା ଦେଇ ପର ପୁରୁଷ ସହିତ ସମ୍ପର୍କ ରଖି ତାକୁ ଛାଡ଼ି ଚାଲିଯାଏ। ଆଉ ସେଇ କାହାଣୀ ନେଇ ମୁଁ ଆପଣଙ୍କ ପାଖକୁ ଆସୁଛି। ବନ୍ଧୁମାନେ, ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଯଦି ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ଦବାନ୍ତୁ ଆଉ ଲାଇକ୍ ମଧ୍ୟ କରନ୍ତୁ। ବନ୍ଧୁମାନେ, ମୁଁ ଆଜି କହୁଛି ଜଣେ ଦୁଃଖୀ ସ୍ୱାମୀ କଥା, ଯେ ତା ସ୍ତ୍ରୀକି ବହୁତ ଜୀବନ ଠାରୁ ଅଧିକା ଭଲ ପାଏ। ଏତେ ଭଲ ପାଏ ଯେ ଯଦି ତା ସ୍ତ୍ରୀ କୁହେ ତମେ ନଦୀକି ଡେଇଁ ପଡ଼, ତାହେଲେ ସିଏ ବି ମଧ୍ୟ ପଛେଇବନି। ଆଉ ସେଇ ପୁରୁଷ ଜଣକ ହେଉଛନ୍ତି କୁନା ବିଶ୍ୱାଳ। ତାଙ୍କ ଘର ଜଗତସିଂହପୁର। ଆଉ ସେ ମହିଳା ଜଣକ ହେଉଛନ୍ତି ମମତା ବିଶ୍ୱାଳ। ତାଙ୍କ ଘର ଭଦ୍ରକ ଅଞ୍ଚଳର। ଦୁଇ ଜଣଙ୍କ ସଂସାର ବହୁତ ଭଲରେ ଚାଲିଥାଏ। କୁନା ଓ ମମତା ପରସ୍ପରକୁ ବହୁତ ଭଲ ପାଆନ୍ତି। କୁନା 6 ବର୍ଷ କାଳ ନିଜ ରକ୍ତ ପାଣି ଫୁଟେଇ ବାହାରେ ପ୍ରାଇଭେଟ୍ ଚାକିରି କରି ବୋଝ ବୋହି ଯାହା ସବୁ ସଞ୍ଚିଥାଏ ସବୁ ମମତାକୁ ଦେଇଦିଏ। ମମତା ଆକାଉଣ୍ଟରେ ପଇସା ରଖେ। ମମତା ଯେତେବେଳେ ଯାହା ହୁଏ ସବୁ ଜିନିଷ ଆଣିକି ଦିଏ। ଆଉ ଶେଷରେ ଏମିତି ହେଲା, ଆଙ୍କ ସଂସାରରେ ଏକ କଳା ବାଦଲ ଛାଇ ଆସିଲା। ସେ କଳା ବାଦଲ ଆଉ କେହି ନୁହେଁ, ବିଜୟ ରାୟ। ସେ ବିଜୟ ରାୟ ହେଉଛି ଜଣେ ପେଶାରେ ଡ୍ରାଇଭର। କୁନା ବାବୁଙ୍କ ଘର ପାଖରେ ସେ ଡ୍ରାଇଭର ଚାକିରି କରିଥିଲା, ଗାଡ଼ି ଚଲାଉଥିଲା। ଆଉ କୁନା ବାବୁଙ୍କ ସହିତ ବି ଏମିତି ଜଣାଶୁଣା ଚିହ୍ନା ପରିଚୟ ଭଳି, ଯେହେତୁ ତାଙ୍କ ଗାଁରେ ଗାଡ଼ି ଚଲାଉଥିଲା। ଆଉ ତା ମଧ୍ୟରେ ଭଗବାନ ଜାଣିବେ, ଉପରବାଲା ଜାଣିବେ କେମିତି ମମତାଙ୍କ ସହିତ ତାଙ୍କର ଭାବ ହୋଇଯାଇଛି। ଆଉ ସେ ଭାବଟା ଏତେ ନିବିଡ଼ ଯେ ଦୁହେଁ ଦୁହିଁଙ୍କୁ ଗୋଟାଏ ମିନିଟ୍ ବି ଛାଡ଼ି ପାରିନାହାନ୍ତି। ଏତେ ସମ୍ପର୍କ, ଏତେ ଗଭୀର। ମମତା ବୁଝି ପାରିଲେନି ଯେ ତାଙ୍କର ସ୍ୱାମୀ ଜଣେ କିଏ ଅଛନ୍ତି। ପରିସ୍ଥିତି ଏମିତି ହେଲା, କଥା ବାହାରେ ପଡ଼ିଲା, କଥା ଥାନାକୁ ଗଲା, ଗାଁ ଲୋକ ଜାଣିଲେ। ତଥାପି କୁନା ମମତାକୁ ବୁଝେଇଲେ, ଆଉ କହିଲେ ଯାହା ହେଇଯାଇଛି ହେଇଯାଇଛି, ତାକୁ ଭୁଲିଯିବା, ଆମ ସଂସାର ଆମେ ଗଢ଼ିବା। ଏଇ କଥା ବୁଝେଇ କୁନା ବାବୁ ଚାଲିଗଲେ ତାଙ୍କ କର୍ମକ୍ଷେତ୍ରକୁ, ଯେଉଁଠି ସେ ଧନ୍ଦା କରୁଛନ୍ତି, ତାଙ୍କ ବେପାର କରୁଛନ୍ତି। ଆଉ ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ମମତା ଡ୍ରାଇଭର ସହିତ ରାସଲୀଳା କଲେ। ଏଭଳି ରାସଲୀଳା ଯେ
କୁନାଙ୍କର ସମସ୍ତ ସମ୍ପତ୍ତି ଜିନିଷପତ୍ର ସୁନା ଗହଣା ସବୁ ନେଇ ଡ୍ରାଇଭର ସହିତ ଫେରାର ହେଇଗଲେ, ପଳେଇଲେ। ଯେତେବେଳେ କୁନା ଏ ଖବର ପାଇଲେ ଆସିଲେ ଥାନାରେ ଲିଖିତ ଆକାରରେ ଦେଲେ, କହିଲେ ଏଇଭଳି ମୋ ସ୍ତ୍ରୀ ମୋର ସମସ୍ତ ଜିନିଷପତ୍ର ଧରି କୁଆଡ଼େ ଫେରାର ହେଇଯାଇଛି। କିନ୍ତୁ କୁନା ବାବୁ ଜାଣିଥିଲେ ମଧ୍ୟ ସେ କାହା ସାଥିରେ ଯାଇଛି, କିନ୍ତୁ ଯେହେତୁ ସେ ସିଓର ନଥିଲେ ସେ ଆଉ ତା ନାଁଟା ମେନସନ୍ କଲେନି। ତାପରେ ପୋଲିସ ଖୋଜିଲେ, କୁନା ବାବୁ ଖୋଜିଲା ପରେ ଦୀର୍ଘ 7 ମାସ ଖୋଜିଲା ପରେ ଏ ବାବୁଙ୍କୁ ପାଇଲେ। କୋଉଠି? ପୁରୀ ଜିଲ୍ଲାରେ। ତାପରେ ତାଙ୍କ ଘରେ ଭାରି କୁତୁକୁତୁ ହେଇକି ଭାରି ଯେମିତି ଇଏ ବାବୁ କହିଛନ୍ତି ଯେ ଇଏ ଅବିବାହିତ ଝିଅ, କିନ୍ତୁ ଶଳା 6-7 ବର୍ଷ ହେଲା ବାହା ହେଇକି ତାପରେ ଥିଲା, ଏବେ ସେକେଣ୍ଡ ହ୍ୟାଣ୍ଡ ମାଲ ଉଠେଇକି ଆଣିছে, ତାକୁ ବାହା ହେଇଯାଇଛି। ଘରେ କହିଲେ ଆଉ ଗୋଟେ ପୁଅ ତ ଆଉ ବାହା ହେଇଯାଇଛି ଛାଡ଼, ଯାହା କହିଛି ଅଛି। ଆଉ ଯେତେବେଳେ କୁନା ବାବୁ ଖବର ପାଇଲେ ଯେ ସେ ହେଇଠି ଅଛି, ଆଗ କୁନା ବାବୁ କନଫର୍ମ ହେବା ପାଇଁ ତାଙ୍କ ପାଖକୁ ଗଲେ। ଦେଖିଲେ ପୁରା ଠିକ୍ ଇନଫର୍ମେସନ୍ ଠିକ୍ ଅଛି। ତାପରେ ପୋଲିସ ବାଲାଙ୍କୁ ଧରି କୁନା ବାବୁ ଟିକେ ପୁରା ସକାଳୁ ରାତି ନ ପାଉଁ ମମତାଙ୍କ ଦ୍ୱିତୀୟ ଶାଶୁ ଘରେ ପହଞ୍ଚିଗଲେ। ଆଉ ଏ ପୋଲିସ ଆଉ କୁନା ବାବୁଙ୍କୁ ଦେଖି ମମତାଙ୍କର ରାଗ ପୁରା ନଡ଼ିଆ ଗଛ ଉପରକୁ। କୁନାକୁ ବାଡ଼େଇବାକୁ ଗୋଡ଼ଉଛି ପୋଲିସଙ୍କ ସାମ୍ନାରେ। କି ଉତ୍ତଣ୍ଡି ମାଇକିନିଆ ସିଏ, ଓଲଛତ୍ରୀ, ଏମିତି ଓଲଛତ୍ରୀ ମାଇକିନିଆ ସମସ୍ତେ ରଖୁଛନ୍ତି ପୁଲିସ ବାଲା ସହକାରେ, ତଥାପି ସେ ଶୁଣୁନାହିଁ। ଆଉ ଏ କଥା ଶୁଣିକିରି ଆଶ୍ଚର୍ଯ୍ୟ ହୋଇଗଲେ ତାଙ୍କ ଶାଶୁଘର ଲୋକ, ସାଇ ପଡ଼ିଶା ଜମା ହେଇଗଲେ। ଶାଶୁଘର ଲୋକ ଯେଉଁ ମମତାଙ୍କର ଦ୍ୱିତୀୟ ଶାଶୁଘର ଲୋକ, ତାଙ୍କ ଇଜ୍ଜତ ପୁରା ପାଣି ଫାଟିଗଲା, ପୁରା ଧଇଁଆ ହେଇଗଲେ। କ'ଣ ଏସବୁ ଶୁଣୁଛୁ, ଆମେ କିଛି ଜାଣିପାରୁନୁ, ପୋଲିସ ଆଇଲାଣି, ଇଏ କ'ଣ ତାର ଆଗରୁ ଗୋଟେ ସ୍ୱାମୀ ଅଛି। ତାଙ୍କ ପୁଅକୁ ସବୁ ଡାକିଲେ, ପୁଅକୁ ପଚାରିଲେ ଆରେ ଇଏ କ'ଣ ଘଟଣା। ପୁଅ ପୁଲିସ ଆଗରେ ଠିକ୍ ଠାକ୍ ସବୁ ମାନିଗଲା, କହିଲା ଏଇଆ ଘଟଣା। ତାପରେ ବାବୁ ଦ୍ୱିତୀୟ ସ୍ୱାମୀ କୁନା ବାବୁଙ୍କର ଯେଉଁ ଯାହା ଅଭିଯୋଗ ଥାନାରେ କରିଥିଲେ, ତାଙ୍କୁ ଛାଡ଼ପତ୍ର ଦେଇନାହାନ୍ତି, ତାଙ୍କର ପଇସା ପତ୍ର ସମସ୍ତ ଧରିକି ଆସିଛନ୍ତି, 2 ଲକ୍ଷ 3 ଲକ୍ଷ ଯାହା ଜିନିଷପତ୍ର ଭଲ ମନ୍ଦ ସୁନା ଗହଣା ସବୁ। ବାବୁ ସମସ୍ତ ଜିନିଷ ଦେଲେ, ଛାଡ଼ପତ୍ର ଲେଖା ହେଲା, ସେଠୁ କୋର୍ଟକୁ ଯିବ, ତାପରେ ତ ସେ ଯାହା ହେବ ତା ପ୍ରୋସେସ୍ ସେମିତି। ଆଉ କିନ୍ତୁ ଏଠି କାହାଣୀର ଆଉ ଗୋଟେ ଟୁଇଷ୍ଟ। ଇଏ ସବୁ ଗଲା ପରେ ଦ୍ୱିତୀୟ ଶାଶୁଘରେ ଆରମ୍ଭ ହେଲା ବହି ଉତ୍ପାତ। ସ୍ୱାଭାବିକ କଥା, ହବା କଥା, ଏଇଟା ଘଇତା ଛାଡ଼ିଟା। ଆଚ୍ଛା, ସେ ସ୍ୱାମୀକି ଛାଡ଼ିକି 6 ବର୍ଷ ରହିଲା ପରେ ଆଇଛି, ଆଉ ଏଠି ନ କରିବ ବୋଲି କ'ଣ ବିଶ୍ୱାସ? ଟୁକୁରୁ ମୁକୁରୁ ଝଗଡ଼ା ଝାଟି ଭଲ ମନ୍ଦ ହେଲା ପରେ ତାଙ୍କୁ ଥାନାରେ ପୁରେଇଲା, ତାଙ୍କ ସାଥିରେ ଗଣ୍ଡଗୋଳ କଲା। ଆଉ ଶେଷରେ କ'ଣ ହେଲା ଜାଣିଛ? ଶେଷରେ ଦ୍ୱିତୀୟ ସ୍ୱାମୀକି ଛାଡ଼ି ଶଳା ଆଉ ଜଣଙ୍କ ସାଥିରେ ଫେରାଲା। କେତେ ନମ୍ବର ଓଲଛତ୍ରୀ ଓହ୍ଲେଇ ଯାଇ କେଜାଣି ଏମିତି ତୋର। ଗୋଟାକୁ ତ ଛାଡ଼ିଦେଲୁ, ଯାହା କଲୁ ତାକୁ ଛାଡ଼ିଲୁ, ୟା ପାଖରେ ରହିଲୁ, ଏଠି ପୁଣି ଗଣ୍ଡଗୋଳ କରି ଭଲ ମନ୍ଦ କରି ଏ ଡ୍ରାଇଭରଟାକୁ ହତାଶ କରି ତାର 2-3 ଲକ୍ଷ ଯାହା ଯାହା ହଗିଲା, ତାକୁ ଛାଡ଼ିକି ପୁଣି ଫେରା। ବନ୍ଧୁ, ଇଏ ଲୁଚା ଚୋରା ପ୍ରେମ ଭାରି ମିଠା, ଖାଇଲା ବେଳକୁ ଯାହା ଆଉ କାହିଁ ପଡ଼ିଛି।
दिल्ली का लड्डू जो खाया वो पछताया, जो नहीं खाया वो पछताया। ये द्वितीय स्वामी भी पछताइले। बंधु एभली नारी की कौन कहवा, आपण मैंने तो विचार करुवे जानूे भल मंद। गोटे परिश्रमी स्वामी की 6 वर्ष संपर्क रहिला परे ताकू छाड़ी ड्राइवर साथ फेरार होइजिबा केते दूर यथार्थ आपण माने विचार करुवे। हेले सी सीना पळेला। द्वितीय स्वामी बर्तमान ना घर का ना घाट का, ना एपटे ना सेपटे। घर लोक ताकू भी घरे पुरे दौना, ता परिस्थिति जटिल। भाई भंगारी कथा भाई, तार भी आउ 2-3टा भाई अछंती। बंधु जे जहाँ कर से तार फल पाइब निश्चय। हेले बंधु वर्तमान आमे जीवा आ पूर्व आपण मानक एतिक अनुरोध, मो चैनल को टिके आपण सब्सक्राइब करेंगे, बेल आइकन दबाइबे। ए छोटिया कहानी कहले जदि आउ तो लंबा कहानी के संपूर्ण भाव में कही हम ना, कहीं कहानी बहुत लंबा हो, तेणुक अल्पके चुंबके सारे पड़ा। आउ जदि मोर किसी भूल थाए, मु किसी गलती करि थाए, मते क्षमा करेंगे। जय जगन्नाथ।